ଓଁ ନମଃ ଭଗବତେ ବାସୁଦେବାୟ ନମଃ। ନମସ୍କାର ବନ୍ଧୁଗଣ ଆପଣମାନଙ୍କୁ ଆମ ୟୁଟ୍ୟୁବ ଚ୍ୟାନେଲକୁ ପୁଣି ଥରେ ସ୍ୱାଗତମ ଏବଂ ଶୁଭକାମନା। କେମିତି ଅଛନ୍ତି ବନ୍ଧୁଗଣ? ଆଶା କରୁଛି ଆପଣମାନେ ସମସ୍ତେ ବହୁତ ହି ଭଲରେ ଥିବେ। ଆଜିର ଏହି ଭିଡ଼ିଓରେ ମୁଁ ଆପଣମାନଙ୍କ ପାଇଁ କିନା ନେଇ ଆସିଛି କି ଆଗାମୀ ଏହି 2 ଦିନ ଅର୍ଥାତ୍ ଫେବୃଆରୀ ମାସର 23 ଏବଂ 24 ତାରିଖର ଦିନ ଆପଣମାନେ ସମସ୍ତଙ୍କ ପାଇଁ କିନା କିପରି ଭାବରେ ସାବ୍ୟସ୍ତ ହେବ, କେଉଁଭଳି ଭାବରେ ଏହି 2 ଦିନ ଭିତରେ ଆପଣମାନଙ୍କର ସ୍ଥିତି ମଧ୍ୟ ରହିବ, କେଉଁ କେଉଁ ଜିନିଷରେ ଆପଣମାନଙ୍କୁ ସାବଧାନତା ଅବଲମ୍ବନ କରିବା ପାଇଁକିନା ପଡ଼ିବ, ତା ସହିତ ଆପଣମାନଙ୍କୁ କେଉଁ କେଉଁ ଜିନିଷରେ ଫାଇଦା ମଧ୍ୟ ମିଳିବ ଏବଂ ଆପଣମାନଙ୍କର ଲଭ୍ ଲାଇନ୍ ସ୍ଥିତି କେମିତି ରହିବ, କ୍ୟାରିୟର କିପରି ଭାବରେ ରହିବ ଏବଂ ବିଜନେସ୍ ଏବଂ ବ୍ୟାପାର ମଧ୍ୟ କିପରି ଭାବରେ ରହିବ, ତା ସହିତ ଆପଣମାନଙ୍କ ସ୍ୱାସ୍ଥ୍ୟର କିଛି ମହତ୍ତ୍ୱପୂର୍ଣ୍ଣ ଇନଫର୍ମେସନ୍ ମଧ୍ୟ ମୁଁ ଆପଣମାନଙ୍କୁ ଏହି ଭିଡ଼ିଓରେ ଜଣେଇବି। ଆଉ ତା ସହିତ ଏହି ଭିଡ଼ିଓ ଶେଷରେ ମୁଁ ଆପଣମାନଙ୍କ ପାଇଁକିନା ଗୋଟିଏ ନୂଆ ଉପାୟ ମଧ୍ୟ ନେଇକିନା ଆସିବି, ଯେଉଁ ଉପାୟଟିକୁ ଆପଣମାନେ ଶୁଣିଲେ ଏହି 2 ଦିନକୁ ଆହୁରି ଅଧିକ ଶାନଦାର ଏବଂ ଶୁଭମୟ ଆହୁରି ଅଧିକ କରିପାରିବେ। ତା ପୂର୍ବରୁ ଆପଣମାନଙ୍କୁ କହି ରଖିବି କି ଯେ ଆପଣମାନେ ଯଦି ଏହି ଚ୍ୟାନେଲରେ ନୂଆ କରି ଆସିଛନ୍ତି ତେବେ ଏବେ ହିଁ ଯାଇକି ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖରେ ଆସୁଥିବା ବେଲ୍ ଆଇକନକୁ ମଧ୍ୟ କ୍ଲିକ୍ କରନ୍ତୁ, ଯାହାଫଳରେ ସମୟ ସମୟରେ ସହିତ ସମସ୍ତ ଭିଡ଼ିଓର ନୋଟିଫିକେସନ୍ ଆପଣମାନଙ୍କୁ ହିଁ ସର୍ବପ୍ରଥମେ ମିଳିଯିବ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କ ପାଇଁକିନା ଏହି ଫେବୃଆରୀ ମାସର 23-24 ତାରିଖର ଦିନ ଆପଣମାନଙ୍କ ପାଇଁକିନା କିପରି ଭାବରେ ରହିଛି। ମୁଁ ଯଦି ଆପଣମାନଙ୍କୁ ବିଶେଷ ଭାବରେ କହିବି, କ'ଣ ସତରେ ଆପଣମାନଙ୍କ ପାଇଁକିନା ଏହି 2 ଦିନ ପଜିଟିଭ୍ ହେବା ପାଇଁକିନା ଯାଉଅଛି? ଆପଣମାନଙ୍କର କୌଣସି ରାଜନୈତିକ ଲୋକମାନଙ୍କ ସହିତ ମିଶିବା କାରଣରୁ ଆପଣମାନଙ୍କ ଭିତରେ ଲୋକପ୍ରିୟତା ମଧ୍ୟ ବଢ଼ିବ। ସାଙ୍ଗରେ ମଧ୍ୟ ଜନ ସମ୍ପର୍କର କାଇର ବିସ୍ତାର ମଧ୍ୟ ଆପଣମାନଙ୍କର ହେବ। ସନ୍ତାନମାନଙ୍କର ତାଙ୍କର କ୍ୟାରିୟରକୁ ନେଇକି ଆପଣମାନଙ୍କୁ ଏହି ଦିନମାନଙ୍କରେ କୌଣସି ଶୁଭ ସମାଚାର ମଧ୍ୟ ଆପଣମାନଙ୍କୁ ପ୍ରାପ୍ତ ହୋଇପାରେ। ଆପଣମାନଙ୍କର ସିଦ୍ଧାନ୍ତବାଦୀ ଦୃଷ୍ଟିକୋଣ ସମାଜ ଏବଂ ଧାର୍ମିକ ସ୍ଥଳରେ ଆପଣମାନଙ୍କୁ ସମ୍ମାନଜନକ ଉପାଧି ମଧ୍ୟ ପ୍ରଦାନ କରିବ। ତା ସହିତ ଆପଣମାନଙ୍କର ଧାର୍ମିକ ଗତିବିଧିରେ ଆପଣମାନଙ୍କର ବହୁତ ମାତ୍ରାରେ ଯୋଗଦାନ ମଧ୍ୟ ରହିବ। ତା ସହିତ ପ୍ରପର୍ଟି ସମ୍ବନ୍ଧିତ ଅଟକିଥିବା କାର୍ଯ୍ୟ ମଧ୍ୟ ଆପଣମାନଙ୍କର ଏ ଦିନରେ ପୂରା ହେବାର ଅତିରିକ୍ତ ସମ୍ଭାବନା ମଧ୍ୟ ରହିଅଛି। ତା ସହିତ ଆପଣମାନଙ୍କୁ ଏ ଦିନମାନଙ୍କରେ ଭଲ ଖରାପର ଚିନ୍ତା ମଧ୍ୟ ଆସିବ। ତା ସହିତ ଭାଗ୍ୟ ସନ୍ତାନ କ୍ଷେତ୍ରରେ ମଧ୍ୟ ଆପଣମାନଙ୍କୁ ସମସ୍ତ ପ୍ରକାରର ସୁବିଧା ପ୍ରଦାନ କରିବ। ଆପଣମାନଙ୍କର ବିବେକ ଏବଂ ଆଦର୍ଶବାଦୀ ସ୍ୱଭାବ ଆପଣମାନଙ୍କୁ ବିଶେଷ ରୂପରେ ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି ମଧ୍ୟ ପ୍ରଦାନ କରିବ। ଗ୍ରହମାନଙ୍କର ସ୍ଥିତି ଆପଣମାନଙ୍କ ପାଇଁକିନା କାଫି ସନ୍ତୋଷଜନକ ମଧ୍ୟ ରହିବ। ଯାହା କିଛି ବି ପୂର୍ବ ଟାଇମରୁ ଆପଣମାନଙ୍କ ଖିଲାପରେ ଥିଲା ସେସବୁ ଆପଣମାନଙ୍କ ସପକ୍ଷରେ ମଧ୍ୟ ଆସିବ। ଆଉ ଆପଣମାନଙ୍କ ସମ୍ବନ୍ଧରେ ମଧ୍ୟ କାଫି ସୁଧାର ଆସିବ। ସବୁ କାର୍ଯ୍ୟ ଆପଣମାନଙ୍କର ଶାନ୍ତିପୂର୍ଣ୍ଣ ଭାବରେ ହୋଇଯିବାର ସମ୍ଭାବନା ମଧ୍ୟ ବନୁଛି। ତା ସହିତ ଭାବୁକତା କାରଣରୁ ବ୍ୟବହାରିକ ଦୃଷ୍ଟିକୋଣ ଆପଣମାନଙ୍କ କାର୍ଯ୍ୟରେ ମଧ୍ୟ ଦେଖାଦେବ। ଆପଣମାନଙ୍କର ସକାରାତ୍ମକ ଏବଂ ସନ୍ତୁଳିତ ଭାବନା ଆପଣମାନଙ୍କୁ ଆଗକୁ ବଢ଼େଇବା ଏବଂ ସବୁ କାର୍ଯ୍ୟକୁ ସୁଚାରୁ ରୂପେ କରିବାରେ ଆଗକୁ ମଧ୍ୟ ବଢ଼େଇବ। ଘରେ କୌଣସି ଧାର୍ମିକ ଉତ୍ସବର ଆୟୋଜନ ହେବାର ସମ୍ଭାବନା ମଧ୍ୟ ବନିବ। ଆପଣମାନେ ନିଜେ ନିଜକୁ ଆହୁରି ଥରେ ତାଜା ଅନୁଭବ ମଧ୍ୟ କରିବେ। ଏହା ସହିତ ଆପଣମାନଙ୍କୁ ବଡ଼ ଧରଣର ପେମେଣ୍ଟ ମିଳିବା କାରଣରୁ ଆର୍ଥିକ କ୍ଷେତ୍ରରେ ଆପଣମାନଙ୍କ ପାଇଁକିନା କାଫି ଟାଇମ୍ ପର୍ଯ୍ୟନ୍ତ ସୁଧାର ମଧ୍ୟ ଆସିଯିବ, ଯାହାଫଳରେ ଆପଣମାନଙ୍କୁ କାଫି ସୁକୁନ ମଧ୍ୟ ପ୍ରାପ୍ତ ହେବ। ଆଉ ଆପଣମାନଙ୍କ ମନ ବହୁତ ଅଧିକ ପ୍ରସନ୍ନ ମଧ୍ୟ ରହିବ।
ଆସନ୍ତୁ ଏବେ ଜାଣିବା ଆପଣମାନଙ୍କ ପାଇଁ କିନା ଏ ଦିନ ମାନଙ୍କରେ କ'ଣ ବିଶେଷ ଭାବରେ ନେଗେଟିଭ ମଧ୍ୟ ରହିଛି। କୌଣସି ପ୍ରକାରର ଉଧାରୀ ଠାରୁ ଆପଣମାନେ ଏ ଦିନ ମାନଙ୍କରେ ଦୂରେଇକିନା ରୁହନ୍ତୁ। ଧନ ଲେଣଦେଣ କାର୍ଯ୍ୟ କରିବା ଠାରୁ ଛଳନା ବା ଧୋକାର ଶିକାର ମଧ୍ୟ ଆପଣମାନେ ହୋଇପାରନ୍ତି। କୌଣସି ବି କାର୍ଯ୍ୟ କରିବା ପୂର୍ବରୁ ଆପଣମାନେ ଭାବି ଚିନ୍ତିକିନା କାର୍ଯ୍ୟ କରନ୍ତୁ ନାହିଁ। କାହିଁକିନା ଏହା କରିବା ଦ୍ୱାରା ଆପଣମାନଙ୍କ ହାତରୁ ସମୟ ମଧ୍ୟ ଯାଇପାରେ। ସାମାଜିକ ବସ୍ତୁକୁ ମଧୁର ବନେଇକି ରଖିବାର ଅତି ଆବଶ୍ୟକତା ମଧ୍ୟ ରହିଛି। ତା ସହିତ ଆପଣମାନଙ୍କର କେବେ କେବେ କୌଣସି ପୁରୁଣା କଥା ମଧ୍ୟ ଆପଣମାନଙ୍କର ଏ ଦିନ ମାନଙ୍କରେ ଉଠିପାରେ, ଯେଉଁଥିପାଇଁ କିନା ଆପଣମାନେ ମନୋବଳରେ କାଫି ଟାଇମ୍ ପର୍ଯ୍ୟନ୍ତ କମି ଅନୁଭବ ମଧ୍ୟ କରିବେ। ସେଥିପାଇଁ କିନା ନିଜର ସ୍ୱଭାବକୁ ପଜିଟିଭ ବନେଇକିନା ରଖନ୍ତୁ। ତା ସହିତ ଏ କଥାର ଆପଣମାନଙ୍କୁ ଧ୍ୟାନ ଦେବାର ଅତି ଆବଶ୍ୟକତା ମଧ୍ୟ ରହିଛି। ଆପଣମାନଙ୍କର ଏହି ସରଳ ଭାବନା ଯୋଗୁଁ କିଛି ଲୋକମାନେ ଆପଣମାନଙ୍କର ନାଜାଇଜ ଫାଇଦା ମଧ୍ୟ ଉଠେଇ ପାରନ୍ତି, ଯାହା ଫଳରେ ଆପଣମାନଙ୍କର ମନର ସ୍ଥିତି କିଛି ବିଚଳିତ ମଧ୍ୟ ହୋଇପାରେ। ଅନ୍ୟର ପ୍ରୋବ୍ଲେମକୁ ସୁଲଝେଇବାରେ ଆପଣମାନଙ୍କର କେତେକ କାର୍ଯ୍ୟ ମଧ୍ୟ ଅଟକି ଯାଇପାରେ। କାହାକୁ ଆପଣମାନେ କୌଣସି ବାଧା କରିଛନ୍ତି ତାକୁ ନିଶ୍ଚିତ ଭାବରେ ପୂରା ମଧ୍ୟ କରନ୍ତୁ, ନଚେତ୍ ଆପଣମାନଙ୍କର ସମାଜରେ ଛବି ମଧ୍ୟ ବିଗିଡ଼ିପାରେ। ଆଉ ଆପଣମାନେ ଲାଭଦାୟକ ହୋଇଥିଲେ ମଧ୍ୟ ଆପଣମାନଙ୍କ ହାତରୁ କିଛି କାର୍ଯ୍ୟ ମଧ୍ୟ ବାହାରି ଯାଇପାରେ। ତା ସହିତ ଆପଣମାନଙ୍କୁ ବିଶେଷ ଭାବରେ ଧ୍ୟାନ ଦେବାର ଅତି ଆବଶ୍ୟକତା ମଧ୍ୟ ରହିଛି। ଆପଣମାନେ ଦେଖେଇବା ଠାରୁ ଦୂରେଇ ମଧ୍ୟ ରୁହନ୍ତୁ। ତା ସହିତ ଧନ ସମ୍ପତ୍ତିରେ ନୁକସାନ ଜନିତ ସ୍ଥିତି ମଧ୍ୟ ଯେହେତୁ ରହିଛି, ସେଥିପାଇଁ କିନା ଆପଣମାନେ କୌଣସି ପ୍ରକାର ନିବେଶକୁ ବିଗାଡ଼ି ଦିଅନ୍ତୁ। ସମ୍ପତ୍ତି ସମ୍ବନ୍ଧୀୟ ବିବାଦରେ ଯଦି ଆମେ ବିଶେଷ ଭାବରେ କହିବା, ଭାଇଙ୍କ ସହିତ ସମ୍ବନ୍ଧ ଆପଣମାନେ ଖରାପ କରନ୍ତୁ ନାହିଁ। ତା ସହିତ ପିଲାମାନଙ୍କର ଗତିବିଧି ଉପରେ ଆପଣମାନଙ୍କୁ ଧ୍ୟାନ ରଖିବାର ଅତି ଆବଶ୍ୟକତା ମଧ୍ୟ ରହିଛି। ତାଙ୍କର କିଛି ଭୁଲ ଆଦତ ଏବଂ ସଙ୍ଗତ ଆପଣମାନଙ୍କୁ ବହୁତ ପରିଶାନୀରେ ମଧ୍ୟ ପକେଇ ଦେଇପାରେ। ସେଥିପାଇଁ କିନା ସେମାନଙ୍କୁ ସକାରାତ୍ମକ କାର୍ଯ୍ୟକ୍ରମରେ ବ୍ୟସ୍ତ ରଖିବାର ଅତି ଆବଶ୍ୟକତା ମଧ୍ୟ ରହିଛି, ଯାହା ତାଙ୍କ ଭବିଷ୍ୟତ ପାଇକିନା କାଫି ଲାଭଦାୟକ ସିଦ୍ଧ ମଧ୍ୟ ହେବ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କର ଏ ଦିନ ମାନଙ୍କର ଲଭ୍ ଲାଇନ୍ ସ୍ଥିତି ମଧ୍ୟ କିପରି ଭାବରେ ରହିବ। ଘରର ମାହୋଲ କିଛି ଖୁସି ଭରା ଏବଂ ଅନୁଶାସିତ ହୋଇକିନା ରହିବ। ପ୍ରେମ ସମ୍ବନ୍ଧରେ ମର୍ଯ୍ୟାଦା ବନେଇକି ରଖିବାର ଅତି ଆବଶ୍ୟକତା ମଧ୍ୟ ରହିଛି। ଆପଣମାନଙ୍କର ସମସ୍ୟାକୁ ସୁଲଝେଇବାରେ ଜୀବନସାଥୀ ଆଉ ପିଲାମାନଙ୍କର ସହଯୋଗ ବହୁତ ମାତ୍ରାରେ ରହିବ, ଯାହାଦ୍ୱାରା ଆପଣମାନଙ୍କର ଆତ୍ମବିଶ୍ୱାସ କାଫି ମଜବୁତ ବନିକିନା ରହିବ। ତା ସହିତ ଆପଣମାନଙ୍କର ସମ୍ପର୍କୀୟମାନଙ୍କ ସହିତ ଆପଣମାନଙ୍କର କୌଣସି ଜାଗାକୁ ବୁଲାବୁଲି ମଧ୍ୟ ହୋଇପାରେ, ଯାହାଫଳରେ ଘରର ବାତାବରଣ କିଛି ଖୁସି ଭରା ମଧ୍ୟ ରହିବ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କର ଏ ଦିନ ମାନଙ୍କରେ ବ୍ୟବସାୟିକ କ୍ୟାରିୟର ମଧ୍ୟ କିପରି ଭାବରେ ରହିବ। କାର୍ଯ୍ୟସ୍ଥଳରେ ନିଆଯାଇଥିବା ଠୋସ୍ ନିର୍ଣ୍ଣୟ ବହୁତ ଭଲ ଆପଣମାନଙ୍କ ପାଇଁକିନା ସାବ୍ୟସ୍ତ ମଧ୍ୟ ହେବ। ଆଉ ଆପଣମାନଙ୍କୁ ସଫଳତା ମଧ୍ୟ ଅବଶ୍ୟ ହିଁ ପ୍ରାପ୍ତ ହେବ। ମାର୍କେଟିଂ ଏବଂ ପେମେଣ୍ଟ କଲେକ୍ଟ କରିବା ସମ୍ବନ୍ଧରେ ଆପଣମାନେ ସମୟ ଅଧିକ ମାତ୍ରାରେ ବ୍ୟତୀତ କରନ୍ତୁ। ତା ସହିତ ସେୟାର ରିସ୍କ କାର୍ଯ୍ୟରେ ଆପଣମାନେ ବିଶେଷ ଭାବରେ ଦୂରେଇକିନା ରୁହନ୍ତୁ। କାହିଁକିନା ଆପଣମାନଙ୍କ ସହିତ ଛଳନା ବା ଧୋକାଧଡ଼ି ମଧ୍ୟ ହୋଇପାରେ। ଚାକିରି କ୍ଷେତ୍ରରେ ଯଦି ମୁଁ ଆପଣମାନଙ୍କୁ କହିବି, ତ ଆପଣମାନଙ୍କୁ ପ୍ରତ୍ୟେକଟି କ୍ଷେତ୍ରରେ ପରିବର୍ତ୍ତନ ଦେଖିବା ପାଇଁକିନା ମିଳିବ। ତା ସହିତ ଯାହା ଆପଣମାନେ ଚାହିଁବେ ଏହି ସମୟ ପିରିୟଡ଼ରେ ମଧ୍ୟ ଆପଣମାନେ ପ୍ରାପ୍ତ ମଧ୍ୟ କରିପାରିବେ। କାହିଁକିନା ପ୍ରତିଟି ସ୍ଥିତି ଆପଣମାନଙ୍କ ପାଇଁକିନା ଶୁଭ ହେବ। ଚାକିରି କ୍ଷେତ୍ରରେ ଆପଣମାନଙ୍କର ସ୍ଥାନ ପରିବର୍ତ୍ତନ ମଧ୍ୟ ହେବାର ଯୋଗ ମଧ୍ୟ ବନୁଅଛି। ଚାକିରି କ୍ଷେତ୍ରରେ ଆପଣମାନଙ୍କର କୌଣସି ପଡ଼ୋଶୀ ସହିତ ଲଢ଼େଇ ଝଗଡ଼ା ମଧ୍ୟ ହୋଇପାରେ। କାନୁନ ଜନିତ ସମସ୍ୟାରେ ମଧ୍ୟ ଆପଣମାନଙ୍କୁ ଏ ଦିନ ମାନଙ୍କରେ ପଡ଼ିଯାଇପାରେ। ବ୍ୟବସାୟିକ କାର୍ଯ୍ୟ ପ୍ରଣାଳୀରେ ଆପଣମାନଙ୍କୁ ପରିବର୍ତ୍ତନ ନେଇକି ଆସିବାର ଅତି ଆବଶ୍ୟକତା ମଧ୍ୟ ରହିଛି, ଯାହାଫଳରେ ଆପଣମାନଙ୍କୁ ଭଲ ପରିଣାମ ମଧ୍ୟ ହ୍ରାସ ହେବ। ବ୍ୟବସାୟିକ କାର୍ଯ୍ୟକ୍ରମରେ ଆପଣମାନେ ଅନୁଭବୀ ଏବଂ ବରିଷ୍ଠ ଲୋକମାନଙ୍କ ସହମତି ନେବା ଅତି ଆବଶ୍ୟକତା ମଧ୍ୟ ରହିଛି। ତା ସହିତ ବର୍ତ୍ତମାନର ଗତିବିଧି ଉପରେ ଆପଣମାନେ ଧ୍ୟାନ କେନ୍ଦ୍ରିତ କରିକିନା ରଖନ୍ତୁ। ଆପଣମାନଙ୍କ ପାଇଁକିନା ଲାଭଦାୟକ ସିଦ୍ଧ ମଧ୍ୟ ହେବ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କ ପାଇଁକିନା ଏ ଦିନ ମାନଙ୍କରେ
ଏ ଦିନ ମାନଙ୍କରେ ସ୍ୱାସ୍ଥ୍ୟ କିପରି ଭାବରେ ରହିବ? ଯଦି କହିବେ କି ଆପଣମାନଙ୍କର ଏ ଦିନ ମାନଙ୍କରେ ସ୍ୱାସ୍ଥ୍ୟ ବହୁତ ହି ଭଲ ରହିବ। ତା ସହିତ ଆପଣମାନେ ବ୍ୟବସ୍ଥିତ ଦିନଚର୍ଯ୍ୟାକୁ ବନେଇକି ରଖିବା ଆପଣମାନଙ୍କ ପାଇଁକିନା ଅତି ଆବଶ୍ୟକତା ମଧ୍ୟ ରହିଛି। ସେଥିପାଇଁକିନା ଆପଣମାନେ ନିଜର ଖାଦ୍ୟପେୟ ଉପରେ ଯଥେଷ୍ଟ ମାତ୍ରାରେ ଧ୍ୟାନ ମଧ୍ୟ ଦିଅନ୍ତୁ। ତା ସହିତ ଆପଣମାନେ ଆପଣମାନଙ୍କର ସ୍ୱାସ୍ଥ୍ୟକୁ ଆହୁରି ଅଧିକ ଭଲ ରଖିବା ପାଇଁକିନା ଆପଣମାନେ ପ୍ରତ୍ୟେକ ଦିନ ଯୋଗ କରନ୍ତୁ, ବ୍ୟାୟାମ କରନ୍ତୁ ଏବଂ ସୁଖାସନ ନିହାତି ଭାବରେ କରନ୍ତୁ ଆଉ ସୁସ୍ଥ ରୁହନ୍ତୁ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କ ପାଇଁକିନା କ'ଣ ବିଶେଷ ଉପାୟ ମଧ୍ୟ ରହିଅଛି। ଆପଣମାନେ ଏ ଦିନ ମାନଙ୍କରେ ସ୍ନାନ ଆଦି ବିଶେଷ ଭାବରେ କରିସାରିଲା ପରେ ଆପଣମାନେ ଏ ଦିନ ମାନଙ୍କରେ ଭଗବାନ ମହାଦେବଙ୍କ ମନ୍ଦିରକୁ ଯାଆନ୍ତୁ ଆଉ ତାଙ୍କୁ ଦୁଗ୍ଧ ଏବଂ ମିଶ୍ରି ପ୍ରଦାନ କରନ୍ତୁ ଏବଂ ଏହା ସହିତ ଆପଣମାନେ ମହାଦେବଙ୍କର ମନ୍ତ୍ର ଆପଣମାନେ ସେଠି ଶ୍ୟାମ ସଦାଶିବ ବୋଲି ଜପ ମଧ୍ୟ କରନ୍ତୁ। ଏ ମନ୍ତ୍ରଟିକୁ ଆପଣମାନେ 108 ଥର ମନକୁ ମନ ଜପ ମଧ୍ୟ କରନ୍ତୁ ଆଉ ଆପଣମାନଙ୍କର ଯେଉଁ ମନୋକାମନା ଅଛି ଆପଣମାନେ ତାଙ୍କୁ ମାଗନ୍ତୁ। ଏପରି କରିବା ଦ୍ୱାରା ମହାଦେବ ଆପଣମାନଙ୍କ ଉପରେ ବହୁତ ଶୀଘ୍ର ପ୍ରସନ୍ନ ମଧ୍ୟ ହେବେ ଆଉ ଆଗକୁ ଆସୁଥିବା ଟାଇମରେ ଆପଣମାନଙ୍କର ସମସ୍ତ କଷ୍ଟକୁ ମଧ୍ୟ ଦୂର କରିବେ। ଆଶା କରୁଛି ଆଜିର ଏହି ଭିଡ଼ିଓଟି ଆପଣମାନଙ୍କୁ ବହୁତ ମାତ୍ରାରେ ଭଲ ଲାଗିଥିବ। ଯଦି ଭଲ ଲାଗିଥାଏ ତେବେ କମେଣ୍ଟ ବକ୍ସରେ ଆପଣମାନେ ହର ହର ମହାଦେବ ବୋଲି ଅବଶ୍ୟ ଲେଖିଦିଅନ୍ତୁ। ପୁଣି ଦେଖା ହେବ ଏକ ନୂତନ ଭିଡ଼ିଓ ମାଧ୍ୟମରେ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ରହୁଛି। ଧନ୍ୟବାଦ।